যেহেতু ଆମ ଭଦ୍ରକରେ ମତୁ ମେଲଣ ଫେମସ ତ ସେ ମତୁ ମେଲଣ ପାଇଁ ଆଜି ବଳିଆ କିଛି ସ୍ପିଚ୍ ଦେଲା। ତ ଜୟ ଜଗନ୍ନାଥ ସାଙ୍ଗମାନେ, ଯେହେତୁ ଏଟା ଶୀତ ଦିନ ତ ଉଠିଆ ଯାହା ହେଲେ ବି ଲେଟ୍ ଟିକେ ହବ। ହଁ ମୁଁ ତ ଆଗ ବ୍ରସ୍ କରିଦେଲି, ଦେନ୍ ବାଡି ପଟୁ ଆସି ଦେଖିଲି ଯେ ଏଠି ଆମ ତିତଲି ପୁରା ଜଗିକି ବସିଛି, କାରଣ ଆଜି ମାଛ ଭଜା ହେଇଛି। ଆଉ ଯଦି ତମ ସକାଳୁ ସକାଳୁ ପୋଡାପୋଡି ଆଇଟମ ସହିତ ମାଛ ଭଜା ଆଉ ପଖାଳ ତ ମିଳିଯାଉଛି। ଆଉ ବହୁତ ଖୁସିର କଥା ଯେ ମୁଁ ଆଜି ସକାଳୁ ସକାଳୁ ଗାଧେଇ ପଡିଛି। ଯେହେତୁ 8-9 ଦିନ ମୁଁ ଗାଧେଇ ନଥିଲି ତ ଗାଧେଇବାକୁ ମତେ ପଡିଲା, ନହେଲେ ଅଡିଏନ୍ସ ମତେ ଖରାପ ଭାବିବେ। ଆଉ ଏଠି ସବୁ ଖିଆ ପିଆ ସାରିକି ଦେନ୍ ମୁଁ ଚାଲିଲି ଟିକେ ରୋଡ ଆଡେ, କାରଣ ସ୍ପିକରଟା ନେଇଯାଉଛି କିଛି ସିନେମାଟିକ୍ ଭିଡିଓ କରିବାର ଅଛି ମତେ। ଦେନ୍ ମୁଁ ବବୁଲକୁ ନେଇକି ପଳେଇ ଆସିଲି ରୋଡ ଆଡେ। ଆଉ ମୁଁ ଏଠି ଟାୱାର ପାଖକୁ ଆସିକି ଦେଖିଲି ଆମ ପିଲା ସବୁ ହାଜିର ଅଛନ୍ତି ଏଠି। ଆଉ ଏଠି ନା ମୁଁ ଗୋଟେ ଗୋଟେ କରି ସବୁ ପିଲାଙ୍କ ମୁଡ୍ ଠିକ୍ ଥିଲା, ବାକି ଏଠି ଆସିକି ଦେଖିଲି ଯେ ହାପିର ମୁଡ୍ ଟା ଟିକେ ଅଫ୍ ଅଛି, କାରଣ ତାର ବ୍ରେକଅପ୍ ହେଇଯାଇଛି। ଆଉ ସେଠି କିଛି ସମୟ ଭିଡିଓ କରିସାରିଲା ପରେ ମୁଁ ଏଠି ଟିକେ ପଳେଇ ଆସିଲି ଦେଖିବା ପାଇଁ ମାଛ ଧରା ହଉଥିଲା। ତ ଏଠି ଆମେ ଅଧଘଣ୍ଟା ଭଳିଆ ରହିଲୁ, ଦେନ୍ ଚାଲୁ ଆମ ଘରକୁ। ଆଉ ଯେହେତୁ ଆମ ଭଦ୍ରକରେ ମତୁ ମେଲଣ ଆମର ଫେମସ, ତ ସେଥିପାଇଁ ବଳିଆ କିଛି ବକ୍ତବ୍ୟ ପ୍ରଦାନ କରୁଥିଲେ। ଏଇ ମେଲଣ ଭିତରେ ମେଲଣ, କିନ୍ତୁ ଆମ ଦେଶ ଭିତରେ ମେଲଣ, ଆମ ରାଜ୍ୟ ଭିତରେ ମୁଁ କହୁଛି ଓଡିଶା ଆମ ଓଡିଶାର ଦେଶ ମେଲଣ ହେଲା ମତୁ ମେଲଣ, ୱାର୍ଲଡ ଫେମସ ମେଲଣ। ଗାଇସ୍ ବାକି ୟା କଥା ତ ଶୁଣିଲ। ଆଉ ଯଦି ବି ତମ ଭଦ୍ରକର ତାହେଲେ ମତୁ ମେଲଣ ଜାଣିଛ କି ନାହିଁ ତାହେଲେ କମେଣ୍ଟରେ ନିଶ୍ଚୟ ଜଣେଇବ। ବାକି ମୁଁ ପଳେଇ ଆସିଲି ଘରକୁ। ଆଉ ଯଦି ଭିଡିଓଟା ଭଲ ଲାଗିଲା ତାହେଲେ ଫଲୋ ସବସ୍କ୍ରାଇବ କରି ଯିବ। ରହିଲି, ଜୟ ଜଗନ୍ନାଥ, ଦେଖା ନେକ୍ସଟ ବ୍ଲଗରେ।